ଆଜ୍ଞା ଆମେ ଯେଉଁ ଆଲୋଚନା କରୁଥିଲେ ସେ କ'ଣ ହେଉଛନ୍ତି ନା ସେ ହରି ଭାବ ଯେବେ ଛାଡ଼ି ଯେ ଯାଆନ୍ତି କର୍ମ ପଥ ମାଡ଼ି ନିଷ୍କାମ ମତେ ସର୍ବନାଶୀ ତପ ସାଧନ୍ତି ବନେ ପଶି ହରି ମହିମା ଛାଡ଼ିଦେବେ ଅତି ନିର୍ମଳ ଜ୍ଞାନ ଭାବେ ଏ ସେ କାହିଁ ଅଶୁଭ ନାଚିବ ତପସା ଧିଲା ଫଳ ଦେବ। ଯଦି ସେ ମୁନି ଋଷିମାନେ ବସି ତପସ୍ୟା କରୁଛନ୍ତି ତପ ସାଧୁଛନ୍ତି ସିଏ କେଉଁଠି କ'ଣ ଫଳ ପାଇବେ କେମିତି ଫଳ ପାଇବେ? ତେଣୁ ସେ କହୁଛନ୍ତି ସେଇ ମାର୍ଗରେ ସେ କହୁଛନ୍ତି ଏ ସେ ପୁଣ୍ୟ ବେଦ ମାର୍ଗେ କରେ ନିର୍ମଳ ଚିତ୍ତ ଫଳ ଧରେ ହରିଙ୍କୁ ନ କଲେ ଅର୍ପଣ ସେ ସର୍ବ ଫଳ କାରଣ ତୁମ୍ଭେ ସ୍ୱଭାବେ ଭାଗବତ ମହାନୁଭାବେ ସୁଧ ଚିତ୍ତମ ସତ୍ୟବଚନେ ଦ୍ରୁତବତୀ ଏଣୁ ଅମୋଘ ତୁମ ଗତି ସମାଧି କର କୃଷ୍ଣ ବାଦେ ତାଙ୍କ ଚରଣ ଅନୁବାଦେ ପ୍ରବନ୍ଧେ ଭାଗବତ କର ଅଖିଳ ଜନକ ଉଦାର ଯେ ପ୍ରାଣୀ ଅନ୍ୟ ମାର୍ଗେ ବଧେ ହରି ଭକତି ଦୂରେ ବଧେ କୃଷ୍ଣ ଭକତି ଲଭେ ତାଡ଼େ ତୃତୀୟ ବର୍ଗେ ଲଭେ ବଢ଼ି ତାଙ୍କ ସୁଖ ଲେଶ ନାହିଁ ସମୁଦ୍ରେ ଦେବେ ନା ବତାଇ ଜଳ ପବନ ମେଘ ତେଜେ କୂଳେ ନ ଲାଗିବେ କେ ବାଜେ ତାଙ୍କ ଗତି ସେଇ ମତ ଶୁଣ ଏ ପରାଶର ସୁତ। ସେଇଠି ନାରଦ କହୁଛନ୍ତି ସେ ବୁଝଉଛନ୍ତି ଯେ ଯେତେ ମୁନି ଋଷିମାନେ ବସିକି ଯେଉଁ ତପସ୍ୟା କରୁଛନ୍ତି ଯେଉଁ ଫଳ କରୁଛନ୍ତି ସେ ଫଳ ଯଦି ସେ ଭଗବାନଙ୍କୁ ଅର୍ପଣ ନ କଲେ ତାହେଲେ ତାଙ୍କର କିଛି ପୁଣ୍ୟ ଫଳ ଆସିଲା ନାହିଁ। ତେଣୁ ତୁମେ ଯେଉଁ ସମାଜକୁ ବେଦମାର୍ଗରୁ ତୁମେ ଆଣିବ ବୋଲି ଯେଉଁ କରୁଛ ତେଣୁ ସେ ତାଙ୍କୁ କହୁଛନ୍ତି ହେ ପରାଶର ସୁତ ଯେ କୃଷ୍ଣ ଭଗତି ଲଭେ ଛାଡ଼ି ତୃତୀୟ ବେଗେ ଲଭେ ବଢ଼ି ତାଙ୍କ ସୁଖେ ଲେଶ ନାହିଁ ସମୁଦ୍ର ଦେବେ ନାବ ଥାଇ ସମୁଦ୍ର ମଧ୍ୟରେ ଗୋଟେ ନାଁ ଥାଇକି ଯଦି ମେଘ ଧୁମାଳ ତୋଫାନ ଆସିଲା ସେ କୂଳରେ ନ ଲାଗିପାରିବ ତେଣୁ ଇଏ ମୁନି ଋଷିମାନଙ୍କର ମନୋଭାବ ସେଇଭଳି ଭାବେ ହୋଇଯାଉଛି। ତେଣୁ ଏଥିରୁ ତୁମେ ମୁକ୍ତି ଲାଭ କରିବା ପାଇଁ ସେ ଭାଗବତର ସେଇ କଥା ହିଁ ତାଙ୍କୁ ବୁଝାଉଛନ୍ତି ଯେ ଜଳ ପବନ ମେଘ ତେଜେ କୂଳେ ନ ଲାଗିବେ କେ ବାଧେ ତାଙ୍କ ଗତି ସେଇ ମତେ ଶୁଣାଅ ପରାଶର ତୁତି ଏ ନିନ୍ଦିତ କର୍ମେ କର୍ମ ଯେନ୍ତି ଯେ ଧର୍ମ ଧର୍ମୀ ଶିକ୍ଷା ଯେନ୍ତି ସ୍ୱଭାବେ ମୂଳ ସେଉ ଜନ ତାର ବି ଅର୍ଥ ଜୀବନ ଏ ସାଧୁ ସଙ୍ଗ ଧନ ବୁଝନ୍ତି ଜଗତେ ନାହିଁ ତାଙ୍କ ସ୍ଥିତି ପାପ ଆଚରି ନର ଲୋକେ ଅତେ ନ ପଡ଼ନ୍ତି ନ ରଖେ ତୁମ୍ଭେ ସ୍ୱଭାବେ ବିଚକ୍ଷଣ ଭାବ କଥା ଜାଣ ଅନ୍ତର ପାର ବିଷ୍ଣୁ କଥା ତୁମ୍ଭ ବନାନେ ସମରଥ। ସେ ସେଇଠି ତାଙ୍କୁ କହୁଛନ୍ତି ଯେ ତୁମେ ଯେଉଁ ଭାଗବତର କଥା ଆଲୋଚନା କରିବା ପାଇଁ ଯାଉଛ ତୁମେ ସେଟାକୁ କର ତା ଦେହରେ ସମାଜର କିଛି ପୁଣ୍ୟ ହେବ। ତେଣୁ ଆମର ପ୍ରତ୍ୟେକ ଦିନ ଯଦି ଆପଣ ଭାଗବତ ଶ୍ରବଣ କରନ୍ତି ବା ଭାଗବତ ପଢ଼ନ୍ତି ବହୁତ ପୁଣ୍ୟ ଅର୍ଜନ ହେବ। ତେଣୁ ଏ କଳି କଳ୍ମଷରୁ ରକ୍ଷା କରିବା ପାଇଁ କଳିର ଶେଷ ସମୟ ଆସି ପହଞ୍ଚିଲାଣି। ତେଣୁ ମୁଁ ଏ ଭାଗବତର ପ୍ରଥମ ସ୍କନ୍ଧରୁ ପ୍ରଥମ ଅଧ୍ୟାୟରୁ ଆରମ୍ଭ କରିକି ଆପଣଙ୍କୁ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଯେତେ ଅଧ୍ୟାୟ ସବୁ ଦୈନିକ ଗୋଟେ ଯିବ ଦିନେ ଛାଡ଼ି ଦିନେ କେଉଁଦିନ 2 ଦିନ ପରେ ଦିନେ କିନ୍ତୁ କଣ୍ଟିନ୍ୟୁ ଯିବ। ଆପଣମାନେ ଯଦି ମନ ଧ୍ୟାନ ଦେଇ ଶୁଣିବେ ମନ ଧ୍ୟାନ ଦେଇ ଶ୍ରବଣ କରିବେ ତାହେଲେ ବହୁତ ପୁଣ୍ୟ ଅର୍ଜନ ହେବା ସାଙ୍ଗେ ସାଙ୍ଗେ ବହୁତ ପୁଣ୍ୟ ଫଳ ବି ମିଳିବ। ସେ କ'ଣ କହୁଛନ୍ତି ଆମେ ଦେଖିବା। ନାରଦ କହୁଛନ୍ତି ବ୍ୟାସଙ୍କୁ ନିବୃତ୍ତେ ପ୍ରବୃତ୍ତି ଏ ମାର୍ଗେ ପ୍ରାଣୀ ତରିବେ ଯେଉଁ ଭାବେ ହରି ଚରିତ ଦୀପକର ନିଜକୁ ଅନ୍ଧାରୁ ଉଦାର ଯେ ପ୍ରାଣୀ ନିଜ ଧର୍ମ ଦେ ହରି ଚରଣେ ଦୃଢ଼ ଯେ ମଧୁ ମରଇ ଦେବେ ଦୁଃଖ କେବେ ନ ପଡ଼େ ନରକମ୍ ସ୍ୱଧର୍ମେ ନ ବଦନ୍ତି ବାଣୀ ହରି ମହିମା ପରିମାଣୀ ଅନ୍ତେ ତାହାର ଗତି ଯେତେ କି ଅନୁମାନି ପାରେ ଚିତେ ଏବେ ଶୁଣ ମୁନିବର ପଣ୍ଡିତ ଜନକ ବ୍ୟବହାର ଯେ ଲାଭ କେହି ନ ଜାଣତେ ସେ ଭାବ ଧାର ତାର ଚିନ୍ତି ଏ ଉର୍ଦ୍ଧ୍ୱ ବେନିପତେ ଯେ ପ୍ରାଣୀ ବଦନ୍ତି ନିରତେ ତାହାଙ୍କ ମଧ୍ୟ ଏକ କ୍ଷଣେ ନଇଲେ ସେ ଫଳ ଧାରଣେ ସେ ଅର୍ଥେ ଯତ୍ନ ଯେ କରନ୍ତେ ସଂସାରେ ପଣ୍ଡିତ ବୋଳନ୍ତି ସେ ଫଳ ପାଇ ଦୁଃଖଦାୟୀ ଭ୍ରମଣେ ସୁଖ ନ ଲଭାଇ ଭ୍ରମନ୍ତି ଅବା ଯେବେ ପାଇ ପୁଣି ଭ୍ରମଇ ତାରା ଖାଇ ଏ କାଳର ବଳେ ପୁଣ ଏ ଭବ ମଧ୍ୟରେ ତା ଭ୍ରମଣ। ତେଣୁ ସେ ତାଙ୍କୁ ବୁଝାଉଛନ୍ତି ସବୁ ସଂସାର ଭିତରେ ରହିକି ସିଏ ହରିକାମ ହରିନାମ ଧରି ହରିଙ୍କୁ ଚିନ୍ତନ କରି କୃଷ୍ଣ ଚିନ୍ତନ କରି ତାଙ୍କ ଭିତରେ ଯଦି ଆତ୍ମାକୁ ଆତ୍ମା ସାଙ୍ଗରେ ମିଶାଇକି ଜାଣିପାରେ ଆତ୍ମାକୁ ଆତ୍ମା ସାଙ୍ଗରେ ମିଶାଇବ ମାନେ ଆପଣ ଗୋଟେ ଜୀବ ଦେଖନ୍ତୁ ଅବି କଳି ଯୁଗରେ ଜୀବ ହତ୍ୟା ବଢ଼ି ଚାଲୁଛି।
ଏବେ ବହୁତ ଆଲୋଚନା ହେଉଥିଲା ଗୋହତ୍ୟା ଉପରେ ନେଇକି। ମୁଁ ଗୋହତ୍ୟା ଉପରେ ନେଇ କହିଥିଲି, ଅବଶ୍ୟ ଗୋଟେ ଚ୍ୟାନେଲ୍ ବାଲା ସହିତ ଜିଡି ବି ନିଆ ହେଇଛି, ତାକୁ ସମୟ ବି ଦିଆହେଇଛି, ଏମିତି ସମୟ ଆସିବ ଭାରତର ଗୋହତ୍ୟା ବନ୍ଦ ହେଇଯିବ। କିନ୍ତୁ ଗୋମାତା, ତାଙ୍କୁ ଆମେ ଗୋମାତା ବୋଲି କହୁଛନ୍ତି, ଗୋଟେ ମହିଷୀ କ'ଣ ଆମେ ମହିଷୀ ମାତା କହୁଛନ୍ତି? ପୃଥିବୀକି ଧରଣୀ ମାତା କହୁଛନ୍ତି, ଯିଏ ଜନ୍ମ କଲା ତାକୁ ମାତା କହୁଛନ୍ତି, ବେଦକୁ ବେଦମାତା, ଗାୟତ୍ରୀ ଦେବୀ ବେଦମାତା ବୋଲି କହୁଛନ୍ତି। ତେଣୁ ଏ ଯେଉଁ ସବୁ ଚାଲିଛି କଳି ଯୁଗର ପାପ ଅଂଶ, ତାକୁ ସବୁ ଉଦ୍ଧାର କରିବା ପାଇଁ ସେ ଭାଗବତ ରଚନାରେ ସେ କ'ଣ କହୁଛନ୍ତି, ଆଉ ସେ ଭଲ ଭଲ କଥା ସେ କହୁଛନ୍ତି। ଇଏ ଯେଉଁ ଭାଗବତର ଫଳ ଯିଏ ଶୁଣିକି ସେ ଫଳକୁ ଯିଏ ଚିନ୍ତା କରିବ, ସେ ତାର ସବୁକିଛି ପାଇପାରିବ। କାଳର ବଳେ ପୁଣ ପୁଣ ଏଭାବେ ମନେ ତବଣ, ଏଣୁ ମୁକୁନ୍ଦ ପାଦଗତ ଯେ ପ୍ରାଣୀ ଲଭତି ନିରତ। ମୁକୁନ୍ଦ ପଥେ ତାଙ୍କ ଗତି, ଅନ୍ୟର ପଥେ ନ ବଦନ୍ତି। କୃଷ୍ଣର ପାଦ ପଦ୍ମରଥ, ନିରତେ ଯେ କରନ୍ତି ଗ୍ରାସ। ସେ ରଥ ଛାଡ଼ିବ ସେ କେନେ, ରଥେ ରଥି ବଦନ ଦେନେ। ଈଶ୍ୱର ହେତୁ ଏ ସଂସାରେ, ସଂସାର ଈଶ୍ୱର ବାହାର। ଯେଣୁ ଉତ୍ପତ୍ତି ସ୍ଥିତି ନାଥ, ଈଶ୍ୱର ହୁଏ ପ୍ରକାଶ। ଈଶ୍ୱର ଜୀବ ଏ ସଂସାରେ, ସର୍ବ ଏକ ହି ପ୍ରକାର। ସେ ସର୍ବ ବ୍ରହ୍ମ ଭାବ ଜାଣେ, ବେଦରେ ଅଛୁ ପରିମାଣି। ତୁମ୍ଭେ ସର୍ବଜ୍ଞ ମୁନିବର, କହ କୃଷ୍ଣର ଅବତାର। ତୁମ୍ଭେ ତ ଆତ୍ମା ରାମେ ରମି, ଅନ୍ତର ଦୁଷ୍ଟ ଅନ୍ତର୍ଯାମୀ। ପରମ ପୁରୁଷର ଗଳା, ତୁମରି ଗୋବିନ୍ଦର ଲୀଳା। ସଂସାର ନିସ୍ତାରଣ ଅର୍ଥେ, ଶ୍ରୀ ଭାଗବତ କର ହତେ। ସ୍ୱଭାବେ ଯାର ଜନ୍ମ ନାହିଁ, ମାୟା ଶୟଳ ଦେହ ବହି। ସିଏ ସେଇଠି ବ୍ୟାସଙ୍କୁ କହୁଛନ୍ତି, ତୁମେ ସଂସାର ଉଦ୍ଧାର କରିବା ନିମିତ୍ତ ଭାଗବତ ଗ୍ରନ୍ଥ ରଚନା କର। ମୁଁ ଆପଣମାନଙ୍କୁ କହି ଆସିଛି, ନାରଦଙ୍କ ବଚନରେ ବ୍ୟାସ, ନାରଦ କହିଲେ ବ୍ୟାସଙ୍କୁ ଭାଗବତର ତତ୍ତ୍ୱବାଣୀ, ଯେ ପ୍ରାଣୀର ଯାହାର ଜନ୍ମ ମୃତ୍ୟୁ ନାହିଁ, ତା ବିଷୟରେ ସେ ଜ୍ଞାନ ସେ କହୁଛନ୍ତି। ମୁଁ ବି 46 ପଟରେ ଆପଣମାନଙ୍କୁ ସବୁ ବୁଝେଇ ଆସିଛି। ତେଣୁ ସେ ସେଇ ହିସାବରେ ସେ କ'ଣ କହୁଛନ୍ତି, ଆମେ ଆଗକୁ ଆଉ ଦେଖି ଦେଖି ଯାଉଛନ୍ତି। ସେଇ ପଞ୍ଚମ ଅଧ୍ୟାୟ ଚାଲିଛି, ତାର ଚରିତ କର ଜିତେ, ପ୍ରକାଶ କର ଜନ ହିତେ। ଏ ଯେ ପୁରୁଷଙ୍କର ଦାର, ଯଜ୍ଞ ତପସ୍ୟା ନିର୍ବିକାର। ଇଷ୍ଟ ପୂଜନ ଜପଦାନ, ଯେବେ ଭାବ ହି କୃଷ୍ଣ ମନ। ପୂର୍ବେ ନିର୍ମଳ ମୁନି ଜନେ, ତପବା ଚରି ଘୋର ବନେ। ସଂସାର ସାର କୃଷ୍ଣ କଥା, ନିରତେ ଗାଇ ଗୁଣ ଗାଥା। ଏ ଭାବ ପାଇଲେ ଯେ ମତେ, କହିଲେ ତୁମ୍ଭର ଅଗ୍ରତେ। ପୂର୍ବେ ଦକ୍ଷ ସାପ ପାଇ, ଜନ୍ମିଲା ଦାସୀ ପୁତ୍ର ହୋଇ। ବ୍ରାହ୍ମଣ ଘରେ ଏକ ଏକ, ମୋର ଜନନୀ ସେବକ। କାର୍ଯ୍ୟ କରଇ ରାତ୍ର ଦିନେ, ମତେ ବିଧିର ବିଧାନେ। ସେ ବିପ୍ର ଘରେ ବର୍ଷା କାଳେ, ଅତିଥି ବ୍ରାହ୍ମଣ ମିଳିଲେ। ଦେଖନ୍ତୁ, ସେ ଭାଗବତର ଜନ୍ମ ଉପରେ ସବୁ କଥା କହି ସେ କହୁଛନ୍ତି ଯେ ଭଲ କଥା କହୁଛନ୍ତି। ସଂସାର ସାର କୃଷ୍ଣ କଥା, ନିରତେ ଗାଇ ତୁଣ ଗାଥା। ଏ ଭାବ ପାଇନ ଯେମନ୍ତ, କହିଲେ ତୁମ୍ଭର ଅଗ୍ରତ। ପୂର୍ବରେ ଦକ୍ଷ ସାପ ପାଇ, ଦକ୍ଷ ପ୍ରଜାପତି ଥିଲେ, ସେ ସାପ ପାଇକି ଜନ୍ମିଲେ ଦାସୀପୁତ୍ର ହୋଇ। ଗୋଟେ ଦାସୀ ଘରେ ସେ ଜନ୍ମ ହେଲେ। ବ୍ରାହ୍ମଣ ଘରେ ଏକାଏକି, ମୋର ଜନନୀ ସେବକୀ। କାର୍ଯ୍ୟ କରଇ ରାତ୍ର ଦିନେ, ମତେ ବିଧିର ବିଧାନେ। ସେ ବିପ୍ର ଘରେ ବର୍ଷା କାଳେ, ଅତିଥି ବ୍ରାହ୍ମଣ ମିଳିଲେ। ତାହାଙ୍କୁ ଅନ୍ନ ଜଳ ଦେଇ, ବ୍ରାହ୍ମଣ କହେ ଭାବ ବହି। ସେ ବିପ୍ର ଶୁଣା ମୋ ବଚନ, ଆଜି ଜୀବନ ମୋର ଧନ୍ୟ। ତୁମ୍ଭର ଦୟା ଦେବେ ମୋତେ, ମୋ ଘରେ ରଦିନା କେତେ। ଏ ଦୁର୍ଗମ ବରଷା ଏ ତାରେ, ଏ ଋତୁ ମୋର ଘରେ ତାରି। ଦେଉ କହିଲେ ବି ହଉ, କହିଲେ ବିପ୍ରଜନେ। ବ୍ରାହ୍ମଣ ବୋଲେ ଶୁଦ୍ଧ ମନେ, ରହିଲେ ମନର ସନ୍ତାତେ। ମୁଁ ସେବା କରି ତାଙ୍କ ପାତେ। ବାଳକ ଚଞ୍ଚଳ ମୋ ଚିତ୍ତ, ସେବା କରଇ ଅବିରତ। ସେ ବିପ୍ରଗଣ ମୋତେ ଚାହିଁ, ଆଶ୍ୱାସ କଲେ ଦେହ ବହି। ଏ ସମନ୍ଦ ସହସି, ଯେଣୁ ସର୍ବେ କୃପା ସେ କଲେ ମୋର ଭାବେ। ତାହାଙ୍କ ବୋଧନର ଅତେ, ପୁତ୍ରେ ଉଚ୍ଛିଷ୍ଟ ରହେ ଯେତେ। ଦେଖନ୍ତୁ, ସିଏ ଯେଉଁ କହୁଛନ୍ତି ଦକ୍ଷ ପୁତ୍ର ହେଇକି ସେ ଯେଉଁ ଆସି ଦାସୀପୁତ୍ରର ଜନ୍ମ ହେଇକି ବ୍ରାହ୍ମଣ ଘରେ ଜନ୍ମ ହେଲେ, କିଏ କହୁଛନ୍ତି? ନାରଦ ବୁଝାଉଛନ୍ତି ତାଙ୍କୁ, ବ୍ୟାସଙ୍କୁ ବୁଝାଉଛନ୍ତି। ମୁଁ ସେଠି ସେ ଦାସୀପୁତ୍ର ହେଇକି ଜନ୍ମ ହେଇକି ରହିକି, ମୁଁ ଜଣେ ସବୁ ବିପ୍ରଗଣ ଆସିକି ବର୍ଷା କାଳରେ ପହଞ୍ଚିଲେ। ତାଙ୍କୁ ସେବା କରିବା ପାଇଁ ତାଙ୍କୁ କହିଲି, ତୁମେ ବର୍ଷା ଋତୁ ମୋ ଘରେ ରହିକି
କଟାଇକି ଯାଅ। ତେଣୁ ସେମାନେ ଖୁସିରେ ରହିଲା ପରେ ସେମାନେ ଯାହା ଖାଆନ୍ତି ତାଙ୍କ ଉଚ୍ଛିଷ୍ଟ ସେ କ'ଣ କହୁଛନ୍ତି, ପତେ ଉଚ୍ଛିଷ୍ଟ ରହେ ଯେତେ ତା ବୁଝାଇ ନିତ୍ୟ ମୋହି ଅନ୍ୟ ଭୋଜନ ମୋର ନାହିଁ ଉଚ୍ଛିଷ୍ଟ ଭୋଜନ ପ୍ରସାଦେ ମୋର ଚିତ୍ତ ପ୍ରମାଦେ ଏ ବିପ୍ରଙ୍କ ମୁଖ ହରିବାଣୀ ତାଙ୍କ ଅନୁଗ୍ରହେ ଶୁଣି ନିରତେ ଶୁଣି ପଦେ ପଦେ ମନ ବୁଡ଼ିଲା କୃଷ୍ଣ ପାଦେ କୃଷ୍ଣ ଅନ୍ୟ ନ ଜାଣଇ ବିଷୟ ବିଷ ଆଉ ନାହିଁ ତେଣୁ ଏ ସଦଗତି ରୂପ ପ୍ରାଣୀଙ୍କ ହୃଦୟରେ କଳ୍ପିତ ମୁହିଁ ଦେଖିଲି ବାୟନ୍ତେ ହରି ଅନେ ଜଗତେ ଏ ମତେ ବରଷା ସରିଲା ଶରତ ଋତୁ ପ୍ରକାଶିଲା। ଦେଖନ୍ତୁ ଭାଗବତର କଥା ଅତିଥି ସେବା ଅତିଥି ଦେବ ଭାବ ଗୋଟେ କଥାରେ ଅଛି। ତେଣୁ ଯେକୌଣସି ଅତିଥି ଆପଣଙ୍କ ଘରକୁ ଆସିବ ତାକୁ ସେବା କରିବା ତାକୁ ଦାନ ଧର୍ମ କରିବା ଆପଣଙ୍କର ଧର୍ମ। ସେ କହୁଛନ୍ତି ବିପ୍ରଙ୍କ ସଙ୍ଗେ ହରିବାଣୀ ନିରତେ ତାଙ୍କ ମୁଖ ଶୁଣି ସାତ୍ୱିକ ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକଣେ ମୋର ମୋହର ସେବା ଦିନୁ ଦିନ ଦେଖି ସନ୍ତୋଷ ବିପ୍ରଦାନ ଯିବାର ବେଳେ ମୋତେ ରାଇ କୃଷ୍ଣ ମହିମା ଶିକ୍ଷା ଦେଇ ଯେ ଗୁହ୍ୟ ଗୁହ୍ୟ ତମ ଜ୍ଞାନ କ୍ଷଣେ ଉଦିତ ଭଗବାନ ଏ ସର୍ବ କାହିଁ ମୋର କର୍ଣ୍ଣେ ଦିନ ବତଳ ମୁନି ଜାଣେ ଏ ବିଷ୍ଣୁର ମାୟା ଅନୁଭବ ଯେଣେ ଜାଣିଲେ ମୋହି ସରବ ସେ ଭାବେ ଭାବି ଅପ୍ରମାଦେ ପ୍ରାଣୀ ସନ୍ତେ କୃଷ୍ଣ ପାଦେ ଏ ଆତ୍ମାର ଗତି ପ୍ରକାଶ ତାପତ୍ରୟ ଦେଖୟ ଯାଇ ବ୍ୟାଧି ଓ ପୂଜେ ଯହୁଁ ଅଙ୍ଗେ ସେ ଦିବ୍ୟ ଚିକିତ୍ସା ନ ଲାଗେ ଏଣୁ ଗୋବିନ୍ଦ ରସରେ ଯେବେ ବିଷୟ ରସେ ବଦି ସେ କାହିଁ ତରିବେ ସଂସାରେ ପଡ଼ନ୍ତି ଘୋର ଅନ୍ଧକାରେ ଏ ବାବା ମଧ୍ୟ ଦେହରେ ଶ୍ରୀକୃଷ୍ଣ ଭକ୍ତି କର୍ମ କରେ ବିଷ୍ଣୁର ଯେତେ ଗୁଣ ଗ୍ରାମ ଜଗତେ ଅଛି ଯେତେ ନାମ ମନ୍ତ୍ର ଉତାରି ତୁତି କରି ପୂଜା କରନ୍ତି ଗୁଏ ଭରି ଏ ସେ ନ ପଡ଼ନ୍ତି ମାୟା ମୋହେ ଅନ୍ତେ ବସନ୍ତି ହରି ଦେହେ। ଦେଖନ୍ତୁ ସେ କହୁଛନ୍ତି ସେ ସବୁ ବୁଝାଉଛନ୍ତି ତାଙ୍କୁ କ'ଣ କହୁଛନ୍ତି ଯେ ଆତ୍ମାର ଗତି ପ୍ରକାଶ ହୁଏ ଆତ୍ମାକୁ ଆତ୍ମା ସାଙ୍ଗରେ ମିଳନ କରିକି ଇଏ ହେଉଛି ଭାଗବତର ତତ୍ତ୍ୱବାଣୀ। ତେଣୁ କୃଷ୍ଣଙ୍କ ନାମ କୃଷ୍ଣଙ୍କର ଗୁଣଗାନ ହରିଙ୍କର ଯଶଗାନ ସିଏ ହେଉଛି ଭାଗବତର ତଥ୍ୟ। ତେଣୁ ସେ କହୁଛନ୍ତି ଏମତେ ସାଧୁ ସଙ୍ଗ ମେଳେ କୃଷ୍ଣର ଭକ୍ତି ଯୋଗ ବଳେ ଅଶେଷ ଦୁଃଖ ଦୂର ଗଲା ସେ ହରି ମୋତେ ଆଜ୍ଞା ଦେଲା ଏବେ ଶୁଣ ମୁନିବର ହରି ଚରଣ ମନେ ଧର କୃଷ୍ଣର ଗୁଣ ଗ୍ରାମ ଯେତେ ପ୍ରାଣୀକୁ କହ ଭାଗବତେ ଏ ବିଷୟ ରଥେ ପ୍ରାଣୀ ମରେ ଆତ୍ମାର ଗତି ନାଚୁ ମରେ ସେ ଦେବେ ଭାଗବତ ଶୁଣି ତରିବ ଭଗବତ ରଙ୍ଗିଣୀ ଏମତେ ବ୍ୟାସ ଆଗ କହି ବିନା ସଙ୍ଗତେ କୃଷ୍ଣ ଗାଇ ସେ ମୁନି ବର ପାଦ ଯୋଗେ ସୁଜନେ ନାମ ଅନୁରାଗେ। ଯେ ସେ ସେଇଠି ନାରଦ କହୁଛନ୍ତି ଯେ ବ୍ୟାସକୁ ବିଶ୍ୱର ସେ ପ୍ରାଣୀ ମରେ ଆତ୍ମାର ଗତି ନ ସୁମରେ ବିଶ୍ୱାସକ୍ତରେ ସବୁବେଳେ ସେ ଆସକ୍ତ ରହିକି ଯଦି ଆତ୍ମାର ଗତିକି ସେ ନ ଚିହ୍ନିଲା ସେ କ'ଣ ପ୍ରାଣୀ ସେ କ'ଣ ମନୁଷ୍ୟ ତାର ମୁକ୍ତି କାହିଁ। ତେଣୁ ଏସବୁ ତତ୍ତ୍ୱଜ୍ଞାନ ସେ କହିକି ବ୍ୟାସଙ୍କର ଆଗରେ ସେ କହୁଛନ୍ତି ଏମତେ ବ୍ୟାସ ଆଗେ କହି ବିନା ସଙ୍ଗତେ କୃଷ୍ଣ ଗାଇ ସେ ମୁନି ବର ପାଦ ଯୋଗେ ସୁଜନେ ନାମ ଅନୁରାଗେ ହୋଇବ ଭାବ ବନ୍ଦନାଥ କହି ଜଗନ୍ନାଥ ଦାସ। ଏଇଠି ଆଜ୍ଞା ପଞ୍ଚମ ଅଧ୍ୟାୟ ସରିଯାଉଛି ଆମେ ପୁଣି ଯିବା ଷଷ୍ଠ ଅଧ୍ୟାୟକୁ ତାପରେ ସେ ଷଷ୍ଠ ଅଧ୍ୟାୟରେ କ'ଣ କହୁଛନ୍ତି ନେକ୍ସଟ ଅଧ୍ୟାୟରେ ଆମେ ଆଲୋଚନା କରିବା। ଏତକ ରହୁଛି ଆଜ୍ଞା କୋଟି କୋଟି ନମସ୍କାର।